ପିଲାମାନଙ୍କୁ ରଚନା ଶିଖାଇବା ପୂର୍ବରୁ ଏମିତି କରନ୍ତୁ, ଯାହାଫଳରେ ପିଲାମାନଙ୍କୁ ଆପଣମାନଙ୍କୁ ରଚନା ଶିଖିବାକୁ ପଡ଼ିବନି, ସେମାନେ ଆପେ ଆପେ ଶିଖିଯିବେ। ନମସ୍କାର, ଜୟ ଜଗନ୍ନାଥ। ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ମୁଁ ପିଲାମାନଙ୍କ ପାଇଁ ନେଇ ଆସିଛି 10ଟି ପଏଣ୍ଟରେ ଗଣେଶ ପୂଜା ରଚନା, ଯାହାକି ପିଲାମାନଙ୍କୁ ଅତି ସହଜ ଲାଗିବ ଆଉ ପିଲାମାନେ ସହଜରେ ଶିଖିବେ। 10ଟି ପଏଣ୍ଟ ବହୁତ ସହଜ, ପିଲାମାନେ ଆରାମସେ ଶିଖିଯିବେ। ମୋ ଭିଡ଼ିଓ ଲାଷ୍ଟରେ କହିବି ପିଲାମାନଙ୍କୁ ରଚନା ଶିଖାଇବା ପୂର୍ବରୁ କ'ଣ କଲେ ପିଲାମାନଙ୍କୁ ରଚନା ଶିଖିବାକୁ ପଡ଼ିବନି, ସେମାନେ ଆପେ ଆପେ ଶିଖିଯିବେ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଭିଡ଼ିଓ। 1 ନମ୍ବର, ଗଣେଶ ପୂଜା ଆମ ବିଦ୍ୟାଳୟର ଏକ ପ୍ରଧାନ ପର୍ବ। 2 ନମ୍ବର, ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହି ପର୍ବ ପାଳିତ ହୁଏ। 3 ନମ୍ବର, ଗଣେଶ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ପୁତ୍ର ଅଟନ୍ତି। 4 ନମ୍ବର, ଗଣେଶଙ୍କୁ ବିଦ୍ୟାଦାତା, ବୁଦ୍ଧିଦାତା ଓ ବିଘ୍ନ ବିନାଶକ ବୋଲି କୁହାଯାଏ। 5 ନମ୍ବର, ଗଣେଶ ପୂଜାରେ ରଙ୍ଗୀନ କାଗଜ ଓ ଆମ୍ବ ପତ୍ରରେ ଆମ ବିଦ୍ୟାଳୟକୁ ସୁନ୍ଦର କରି ସଜାଯାଏ। 6 ନମ୍ବର, ଗଣେଶ ପୂଜା ଦିନ ଆମ ଶିଶୁ ଭାଇ ଭଉଣୀମାନେ ସକାଳୁ ଉଠି ସ୍ନାନ କରି ସଜବାଜ ହୋଇ ହାତରେ ନଡ଼ିଆ, ଫୁଲ, ଧୂପ ନେଇ ବିଦ୍ୟାଳୟକୁ ଆସୁ। 7 ନମ୍ବର, ଶଙ୍ଖ ଓ ଘଣ୍ଟ ନାଦରେ ବିଦ୍ୟାଳୟ କମ୍ପି ଉଠେ। 8 ନମ୍ବର, ପୂଜା ଶେଷରେ ଭଗବାନ ଗଣେଶଙ୍କୁ ପୁଷ୍ପାଞ୍ଜଳି ଦିଆଯାଏ। 9 ନମ୍ବର, ପୂଜା ଦିନ ବିଦ୍ୟାଳୟରେ ଭୋଜିର ଆୟୋଜନ ହୋଇଥାଏ। ପୂଜା ଶେଷରେ ଭୋଗ ଖାଇ ଆମେ ଭାଇ ଭଉଣୀ ସମସ୍ତେ ଧାଡ଼ି ହୋଇ ବସି ଭୋଜି ଖାଇଥାଉ। 10 ନମ୍ବର, ପୂଜା ପରଦିନ ଭଗବାନ ଗଣେଶଙ୍କୁ ପୋଖରୀକୁ ନେଇ ବିସର୍ଜନ କରାଯାଏ। ଯେମିତିକି ମୁଁ ଆପଣମାନଙ୍କୁ କହିଥିଲି, ଭିଡ଼ିଓ ଶେଷରେ କହିବି ପିଲାମାନଙ୍କୁ ରଚନା ଶିଖାଇବା ପୂର୍ବରୁ କ'ଣ ଶିଖାଇବି, ଯାହାଫଳରେ ପିଲାମାନେ ସହଜରେ ରଚନା ଶିଖିପାରିବେ, ଆପଣମାନଙ୍କୁ ଶିଖିବାକୁ ପଡ଼ିବନି। ଯେକୌଣସି ବିଷୟରେ ରଚନା ଶିଖିବା ପୂର୍ବରୁ ପ୍ରଥମେ ପିଲାମାନଙ୍କୁ ସେହି ବିଷୟରେ କିଛି କୁହନ୍ତୁ। ଯେମିତିକି ମୁଁ କହିଲି ଗଣେଶ ପୂଜା, ତ ଗଣେଶ ପୂଜାର ରଚନା ଶିଖିବା ପୂର୍ବରୁ ପ୍ରଥମେ ଆପଣ କ'ଣ କରିବେ ନା, ପିଲା ସହିତ ଗଣେଶଙ୍କ ବିଷୟରେ କିଛି ଆଲୋଚନା କରିବେ। ଯେମିତିକି ଗଣେଶଙ୍କର ପିତା ଶିବ, ତାଙ୍କ ମାତା ଦେବୀ ପାର୍ବତୀ, ତ ଏଇ ବିଷୟରେ କିଛି କହିଲେ ମାନଙ୍କୁ ଶିଖିବା ପାଇଁ ସହଜ ହେବ। ଆମେ ଯେକୌଣସି ରଚନା ଲେଖିଲେ ସେଇ ବିଷୟରେ ଲେଖିବା ନା, ତ ସେଇ ବିଷୟରେ ପିଲାମାନଙ୍କୁ କହିଲେ ପିଲାମାନଙ୍କୁ ଟିକେ ସହଜ ହେବ ଶିଖିବା ପାଇଁ। ଆଶା କରୁଛି ଆଜିର ଭିଡ଼ିଓ ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ରହିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଥ୍ୟାଙ୍କ୍ସ ଫର୍ ୱାଚିଂ। ଜୟ ଜଗନ୍ନାଥ।